Hello guys, good morning to everyone. আজি आमने पर्यटकों विवरणी उपर आलोचना करिबा। आमनकर भारत इतिहास उपादान आमे प्रत्नतात्विक भग्नावशेष साहित्यिक आम सरीचु। आज क्लास रे आमने पर्यटकों विवरणी आलोचना करिबा। पर्यटकों विवरणी रे आमने देखिबा मेगास्थनीज, फाहियान एवं हुएनसांग विषय रे आलोचना करी आउ तापर अन्य पर्यटक मानकर विषय में आलोचना करिबा। वर्तमान आम प्रथम देखिया मेगास्थनीज। देखिया आज पाठ होची प्रथम पाठ तृतीय पाठ लेसन नंबर 3 पर्यटकों विवरणी। पर्यटकों विवरणी प्रथम आम देखिए मेगास्थनीज। मेगास्थनीज को देखिए। मेगास्थनीज थे ग्रीक देशर लोक। कौट थे? ग्रीक देशर लोक। मेगास्थनीज ग्रीक देशर लोक। से चंद्रगुप्त मौर्य समय से सेल्यूकस द्वारा राष्ट्रदूत भाव में प्रेरित हो भारत को आसते 302 ख्रीष्टाब्द से भारत को आसते राजधानी पाटलिपुत्र को। चंद्रगुप्त मौर्य समय आसते ग्रीक देशर लोक। चंद्रगुप्त मौर्य समय आसते मेगास्थनीज को समय आसते चंद्रगुप्त मौर्य समय आसते आ सेल्यूकस द्वारा राष्ट्रदूत भाव में प्रेरित आसते। सेल्यूकस द्वारा प्रेरित हुई राष्ट्रदूत भाव में आसते। सेल्यूकस द्वारा प्रेरित चंद्रगुप्त मौर्य समय आसी से राजधानी पाटलिपुत्र रे 302 रु 298 ख्रीष्टपूर्व 302 रु 298 ख्रीष्टपूर्व 302 रु 298 पर्यंत से रही आउ से रहिबा समय एक उपादेय ग्रंथ रचना करथिले जहाको कि इंडिका बोली कहा जाए। रहिबा समय इंडिका नामक एक उपादेय ग्रंथ रचना करथिले। इंडिका नामक एक ग्रंथ उपादेय ग्रंथ रचना करथिले। ख्रीष्टपूर्व 302 298 से भारत में रही से चंद्रगुप्त मौर्य समय भारत को आसी। ओके ये ऊपर क्वेश्चन आशा करा जाए। इंडिका किए लिखी मेगास्थनीज से इंडिका लिखी किंतु यही इंडिका ग्रंथटी दुर्भाग्यवशत क्यों समय हजि जाइए मिले ना ताहार कौन संधान मिले ना। तेणु से समय जो आरियन अपोपियन, स्ट्राबो, जस्टिन, प्लूटार्क से इंडिका ग्रंथ किसी उल्लेख करी से निजर साहित्य से लिखि। से इंडिका ग्रंथ को उद्धार करी किए लिखिछन्ति आरियन अपोपियन, स्ट्राबो, जस्टिन, प्लूटार्क। आरियन अपोपियन, स्ट्राबो, जस्टिन,
ପ୍ଲୁଟାର୍କ ଇଣ୍ଡିକା ଗ୍ରନ୍ଥରୁ ଉଦ୍ଧାର କରି ସେମାନେ ଲେଖିଥିଲେ, ଯାହାକି ପରବର୍ତ୍ତୀ ସମୟରେ ଦେଖାଯାଏ। କିନ୍ତୁ ସେ ଯାହା ହେଉ ଯେ ରାଜଧାନୀ ସେ ମେଗାସ୍ଥିନିସ୍ ରହିବା ସମୟରେ ଯାହା ସେ ଲେଖିଥିଲେ ତାହା ଏମାନେ ଉଦ୍ଧାର କରିକି ଲେଖିଛନ୍ତି। କିନ୍ତୁ ମେଗାସ୍ଥିନିସ୍ଙ୍କର ସେହି ସମୟରେ ମେଗାସ୍ଥିନିସ୍କୁ ଭାରତୀୟ ଭାଷା ଜଣା ନଥିଲା। ମେଗାସ୍ଥିନିସ୍କୁ ଭାରତୀୟ ଭାଷା ଜଣା ନଥିଲା କି ଏହିପରି ତାଙ୍କର ଅଧିକ ବନ୍ଧୁ ମଧ୍ୟ ଭାରତରେ ନଥିଲେ। ତେଣୁ ଏହି ଇଣ୍ଡିକା ଗ୍ରନ୍ଥକୁ ଏକ ପ୍ରାମାଣିକ ଗ୍ରନ୍ଥ ରୂପେ ଗ୍ରହଣ କରାଯାଏ ନାହିଁ। ଇଣ୍ଡିଆ ଗ୍ରନ୍ଥକୁ କାହିଁକି ପ୍ରାମାଣିକ ଗ୍ରନ୍ଥ ରୂପେ ଗ୍ରହଣ କରାଯାଏ ନାହିଁ? ଯେ ସେହି ସମୟରେ ମେଗାସ୍ଥିନିସ୍ଙ୍କର କୌଣସି ଏତେ ଅଧିକ ବେଶୀ ବନ୍ଧୁ ଭାରତରେ ନଥିଲେ କି ମେଗାସ୍ଥିନିସ୍କୁ ଭାରତର ଭାଷା ଜଣା ନଥିଲା। ତେଣୁ ଏହାକୁ ପ୍ରାମାଣିକ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଏ ନାହିଁ। ସେ ଯାହା ହେଉ ନା କାହିଁକି ସେ ଯେଉଁ ଇଣ୍ଡିକା ଗ୍ରନ୍ଥରେ ସେ ଯେଉଁ ବିବରଣୀ ମାନ ସେ ପ୍ରଦାନ କରିଛନ୍ତି, ରାଜଧାନୀ ପଟଳିପୁତ୍ର ସହର, ସେନା ଶିବିର, ଶାସନ କଳ, ଭୂଗୋଳ ଏବଂ ମୃତ୍ତିକା ଉପରେ, ତାହା କିନ୍ତୁ ବିଶ୍ୱାସଯୋଗ୍ୟ। ରାଜଧାନୀ ପାଟଳିପୁତ୍ରର ସହର, ସେନା ଶିବିର, ଭୂଗୋଳ, ମୃତ୍ତିକା, ରାଜଧାନୀ ପାଟଳିପୁତ୍ର ସେନା ଶିବିର, ଦରବାର, ଭୂଗୋଳ, ମୃତ୍ତିକା ଇତ୍ୟାଦି ମୃତ୍ତିକାରୁ ଉତ୍ପାଦିତ ଶସ୍ୟ ଉପରେ ଯେଉଁ ସେମାନେ ସେ ତଥ୍ୟ ପ୍ରଦାନ କରିଛନ୍ତି ତାହା କିନ୍ତୁ ବିଶ୍ୱାସଯୋଗ୍ୟ। ସେ ପୁଣି ରାଜଧାନୀ ପାଟଳିପୁତ୍ରରେ ସେ ବର୍ଣ୍ଣନା ଦେବା ସଙ୍ଗେ ସଙ୍ଗେ ସେ କ'ଣ ସବୁ ଉଲ୍ଲେଖ କରିଛନ୍ତି? ଏହାର ଶାସନ ପଦ୍ଧତି, ସମ୍ରାଟଙ୍କ ଜୀବନଧାରା ଏବଂ ସମସାମୟିକ ଭାରତୀୟ ସମାଜର ଚିତ୍ର ସେ ପ୍ରଦାନ କରିଛନ୍ତି। କ'ଣ ପ୍ରଦାନ କରିଛନ୍ତି? ପାଟଳିପୁତ୍ର ସହରର ବର୍ଣ୍ଣନା କରିଛନ୍ତି, ତାହା ସଙ୍ଗେ ସଙ୍ଗେ ଏହାର ଶାସନ ପଦ୍ଧତି, ସମ୍ରାଟଙ୍କ ଜୀବନୀ ଧାରା ଏବଂ ସମସାମୟିକ ଭାରତୀୟ ସମାଜ ଚିତ୍ର ସେ ପ୍ରଦାନ କରିଛନ୍ତି। ଓକେ, ସେ ଶାସନ ପଦ୍ଧତି, ସମ୍ରାଟଙ୍କର ଜୀବନ ଧାରା ପ୍ରଣାଳୀ ଏବଂ ସମସାମୟିକ ଭାରତୀୟ ସମାଜର ଚିତ୍ର ସେ ପ୍ରଦାନ କରିଛନ୍ତି। ଓକେ, ପିଲେ ଏଇଟା ଲେଖିଦିଅ। ମେଗାସ୍ଥିନିସ୍ ଥିଲେ ଗ୍ରୀକ୍ ଦେଶର ଲୋକ। ଆଉ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଭାରତକୁ ଆସିଥିଲେ। ସେଲ୍ୟୁକସଙ୍କ ଦ୍ୱାରା ସେ ରାଷ୍ଟ୍ରଦୂତ ଭାବରେ ପ୍ରେରିତ ହୋଇ ଆସିଥିଲେ। ରାଜଧାନୀ ପାଟଳିପୁତ୍ରରେ ସେ ଖ୍ରୀଷ୍ଟପୂର୍ବ 302-398 ମଧ୍ୟରେ ସେ ରହିଥିଲେ ଏବଂ ଇଣ୍ଡିକା ନାମକ ଗ୍ରନ୍ଥ ସେହି ସମୟରେ ରହି ସେ କ'ଣ କରିଥିଲେ? ରଚନା କରିଥିଲେ। ଏହା ଏକ ଉପାଦେୟ ଗ୍ରନ୍ଥ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଇଣ୍ଡିକା ଗ୍ରନ୍ଥ କ'ଣ ହେଇଯାଇଛି? ହଜିଯାଇଛି। ଆରିଆନ୍ ଆପୋକ୍ରିଫା, ଷ୍ଟ୍ରାବୋ, ଜଷ୍ଟିନ୍, ପ୍ଲୁଟାର୍କ ଏମାନେ କ'ଣ କରିଛନ୍ତି? କିଛି ଉଦ୍ଧାର କରିକି ସେମାନେ ସେ ସବୁ ଲେଖିଛନ୍ତି। ଆଉ କିନ୍ତୁ ସେ ଯାହା ହେଉ, ଯଦି ଏହା ପ୍ରାମାଣିକ ଗ୍ରନ୍ଥ ଭାବରେ ଗ୍ରହଣ ନ କଲେ ମଧ୍ୟ ସେ ଯେଉଁ ସବୁ ବିବରଣୀ ପ୍ରଦାନ କରିଛନ୍ତି, ସେନା ଶିବିର, ରାଜଧାନୀ ପାଟଳିପୁତ୍ର, ଦରବାର ଏବଂ ଭୂଗୋଳ ଓ ମୃତ୍ତିକାରୁ ଉତ୍ପାଦିତ ଶସ୍ୟ ଗୁଡ଼ିକ ଉପରେ ସେ ଯେଉଁ ବିବରଣୀ ପ୍ରଦାନ କରିଛନ୍ତି, କିନ୍ତୁ ତାହା ବିଶ୍ୱାସଯୋଗ୍ୟ। ଓକେ, ବର୍ତ୍ତମାନ ଆମେ ଦେଖିବା ଫାହିଆନଙ୍କ ଉପରେ। ଫାହିଆନ ଜଣେ ଚୀନ ପରିବ୍ରାଜକ। ସେ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆସିଥିଲେ। 405 ଖ୍ରୀଷ୍ଟାବ୍ଦରେ ସେ ଦ୍ୱିତୀୟ ଚନ୍ଦ୍ରଗୁପ୍ତରେ ଚୀନ ପରିବ୍ରାଜକ। ଇଏ ହେଉଛନ୍ତି କ'ଣ? ଚୀନ ପରିବ୍ରାଜକ। 405 ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆସିଥିଲେ।
ସମୟରେ ଆସିଥିଲେ। ଦ୍ୱିତୀୟ ଚନ୍ଦ୍ରଗୁପ୍ତ ସମୟରେ ଆସିଥିଲେ ଚୀନ ପରିବ୍ରାଜକ ଫାହିୟାନ। ଆଉ ସେ ସ୍ଥଳ ପଥରେ ଆସି ଭାରତକୁ ଆସିଥିଲେ। ତକ୍ଷଶିଳା, ମଥୁରା, କୌନଜ, କାଶୀ, ସରସ୍ୱତୀ, କପିଳବସ୍ତୁ, ପାଟଳିପୁତ୍ର, ନାଳନ୍ଦା ଇତ୍ୟାଦି ସେ ପରିଦର୍ଶନ କରିଥିଲେ। ଓକେ, କୌନଜ, କାଶୀ, ତକ୍ଷଶିଳା, ମଥୁରା, କୌନଜ, କାଶୀ, ତକ୍ଷଶିଳା, ମଥୁରା ଇତ୍ୟାଦି, କପିଳବସ୍ତୁ, ପାଟଳିପୁତ୍ର, ନାଳନ୍ଦା ନାଳନ୍ଦା ଆଦି ସେ କ'ଣ କରିଥିଲେ ପରିଦର୍ଶନ କରିଥିଲେ। ଆଉ 405ରୁ ଆସି 411 ପର୍ଯ୍ୟନ୍ତ ଦୀର୍ଘ 7 ବର୍ଷ ତେ ତାମ୍ରଲିପ୍ତି ରହିଥିଲେ। ଆଉ ସେ ଶେଷରେ କ'ଣ କରିଛନ୍ତି, ତାମ୍ରଲିପ୍ତି ବନ୍ଦର ଦୀର୍ଘ 7 ବର୍ଷ ରହି ତାମ୍ରଲିପ୍ତି ବନ୍ଦର ଦେଇ ସେ ଯାତ୍ରା ପଥରେ ସେ ସିଂହଳ ଜାବା ଦେଇକି ସେ କ'ଣ କରିଥିଲେ, ମାନେ ଫେରି ଯାଇଥିଲେ, ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ ସେ 414ରେ କ'ଣ କରି ତାମ୍ରଲିପ୍ତି ବନ୍ଦର ଦେଇ ସେ କ'ଣ କରିଥିଲେ, ପ୍ରତ୍ୟାବର୍ତ୍ତନ କରିଥିଲେ। ଆଉ 414ରେ 405ରୁ 411 405ରୁ 411 ପର୍ଯ୍ୟନ୍ତ ସେ ରହିବା ପରେ ସେ 414ରେ କ'ଣ କରିଥିଲେ, ଚୀନରେ ପହଞ୍ଚିଥିଲେ, ନିଜ ଦେଶ ଚୀନରେ ପହଞ୍ଚିଥିଲେ। ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆସିଥିଲେ। ସେ କୌଣଜ, କାଶୀ, ମଥୁରା ଏସବୁ କ'ଣ କରିଥିଲେ, ସେ ନାଳନ୍ଦା ଇତ୍ୟାଦି ସବୁ ସେ କ'ଣ କରିଥିଲେ, ପରିଦର୍ଶନ କରିଥିଲେ। ଓକେ, ଏସବୁ କ୍ୱେଶ୍ଚିନ୍ ମାନଙ୍କୁ ମନେ ରଖିବାକୁ ପଡ଼ିବ। ଏହା ସହିତ ସେ ଯେହେତୁ ସେ ଗୋଟେ ଜୈନିକ ବୌଦ୍ଧ, ତେଣୁ ସେ ବୌଦ୍ଧ ତୀର୍ଥ ପରିଦର୍ଶନ କରିବା ଏବଂ ତାର ଧ୍ୱଂସାବଶେଷ ବା ସ୍ମୃତି ଦର୍ଶନ ଅନୁସନ୍ଧାନ କରିବା ଥିଲା ମାନେ ତାଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ। ଯେହେତୁ ସେ ଜଣେ ଜୈନିକ ବୌଦ୍ଧ, ତେଣୁ ସେ କ'ଣ କରୁଥିଲେ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ ମାନେ ବୌଦ୍ଧ ଦର୍ଶନ, ବୌଦ୍ଧ ତୀର୍ଥ ପରିଦର୍ଶନ କରିବା, ବୌଦ୍ଧ ଧର୍ମ ସମ୍ବନ୍ଧୀୟ ପାଣ୍ଡୁଲିପି ବା ଧ୍ୱଂସାବଶେଷ ବା ସ୍ମୃତି ଦର୍ଶନ ଅନୁଧ୍ୟାନ କରିବା ବା ଅନୁସନ୍ଧାନ କରିବା ତାଙ୍କର ଲକ୍ଷ୍ୟ ଥିଲା। ଓକେ, ସେ ତାଙ୍କର କ'ଣ ମୁଖ୍ୟ ଲକ୍ଷ୍ୟ ଥିଲା, ଯେ ବୌଦ୍ଧ ତୀର୍ଥ ପରିଦର୍ଶନ, ବୌଦ୍ଧ ତୀର୍ଥ ପରିଦର୍ଶନ। ସେ ଯେହେତୁ ଜୈନିକ ବୌଦ୍ଧ, ତେଣୁ ବୌଦ୍ଧ ଧର୍ମ ସମ୍ବନ୍ଧୀୟ ପାଣ୍ଡୁଲିପି ଓ ଧ୍ୱଂସାବଶେଷ ଗୁଡ଼ିକ ଅଧ୍ୟୟନ କରିବା। ବୌଦ୍ଧ ଧର୍ମ ସମ୍ବନ୍ଧୀୟ ପାଣ୍ଡୁଲିପି ଇତ୍ୟାଦି ଅଧ୍ୟୟନ କରିବା ଓ ଧ୍ୱଂସାବଶେଷ ଗୁଡ଼ିକ ଅଧ୍ୟୟନ କରିବା, ସ୍ମୃତି ଦର୍ଶନ ଅନୁସନ୍ଧାନ କରିବା, ଧ୍ୱଂସାବଶେଷ ବା ଅନୁସନ୍ଧାନ କରିବା ତାଙ୍କର ଲକ୍ଷ୍ୟ ଥିଲା। ଓକେ, ତେଣୁ ଏଥିରେ ଏହି ଗ୍ରନ୍ଥରେ ସେ ତତ୍କାଳୀନ ସାମାଜିକ ଓ ଜନସାଧାରଣଙ୍କ ଜୀବନଯାପନ ଉପରେ ସେ ଆଲୋକପାତ କରିଛନ୍ତି। ଏଥିରେ କ'ଣ ଆଲୋକପାତ କରିଛନ୍ତି, ତତ୍କାଳୀନ ସାମାଜିକ ଓ ଜନସାଧାରଣଙ୍କର ଜୀବନଯାପନ ଉପରେ। ମାତ୍ର ସେ ଭାରତର ରାଜନୈତିକ ଜୀବନ ଉପରେ ବା ରାଜନୈତିକ ଇତିହାସ ଉପରେ ଏପରି କୌଣସି ସିଏ ଉଲ୍ଲେଖ, ତାଙ୍କ ଭ୍ରମଣ କାଳରେ କୌଣସି ଉଲ୍ଲେଖ କରିନାହାନ୍ତି। କାରଣ ଯେହେତୁ ତାଙ୍କର ଧର୍ମ ସମ୍ବନ୍ଧୀୟ ଥିଲା, ଯେହେତୁ ସେ ଜଣେ ଜୈନିକ ବୌଦ୍ଧ ଥିଲେ, ସେ କେବଳ କ'ଣ କରିଥିଲେ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ ପାଣ୍ଡୁଲିପି ଓ ଧ୍ୱଂସାବଶେଷ ବା ସ୍ମୃତି ଦର୍ଶନ ଗୁଡ଼ିକ ଅନୁସନ୍ଧାନ
କରି ଏକ ଗ୍ରନ୍ଥରେ ତାହା ଲେଖିଥିଲେ। ଓକେ, କେହିପରି କି ସେ ଭାରତର ରାଜନୈତିକ ବିଷୟ ତ ଉଲ୍ଲେଖ କରିନାହାନ୍ତି, ତା ସଙ୍ଗେ ସଙ୍ଗେ ଇତିହାସରେ ଏପରି କୌଣସି ସେହି ସମୟରେ ଯେ ଗୁପ୍ତ ବଂଶର ରାଜା କିଏ ଶାସନ କରୁଥିଲେ ତାଙ୍କର ନାମ ମଧ୍ୟ ସେ ସେଠାରେ ଉଲ୍ଲେଖ କରିନାହାନ୍ତି। ଓକେ, ଆମମାନେ ଏହା ମନେ ରଖିବାକୁ ପଡିବ। କିନ୍ତୁ ସେ କ'ଣ କରିଛନ୍ତି, 3 ବର୍ଷ ପାଟଳିପୁତ୍ରରେ ରହି ସଂସ୍କୃତ ଶିକ୍ଷା କରି ସେଠାରେ ସେ କ'ଣ କରିଥିଲେ, ସଂସ୍କୃତ ଶିକ୍ଷା କରି ବା ପରେ ସେ ପାଟଳିପୁତ୍ର ସହିବ ମାନର ଅଧିବାସୀ ମାନଙ୍କ କଥା ସେ ଉଲ୍ଲେଖ କରିଥିଲେ। ଓକେ, ଏକ ଚିତ୍ତାକର୍ଷକ ବିବରଣୀ ସେ ସେମାନଙ୍କ ବିଷୟରେ ପ୍ରଦାନ କରିଥିଲେ। କ'ଣ କରିଥିଲେ, 3 ବର୍ଷ ପାଟଳିପୁତ୍ରରେ ଅବସ୍ଥାନ କରି ପାଟଳିପୁତ୍ରରେ 3 ବର୍ଷ ଅବସ୍ଥାନ କରି ଯେ ସେଇଠାର ଜନସାଧାରଣଙ୍କର ଉପରେ ଏକ ଚିତ୍ତାକର୍ଷକ ବିବରଣୀ ସେ ପ୍ରଦାନ କରିଛନ୍ତି। ସେମାନେ ସେ କହନ୍ତି ଯେ ପାଟଳିପୁତ୍ରର ଅଧିବାସୀ ମାନେ ଧନଶାଳୀ, ସମୃଦ୍ଧଶାଳୀ ଏବଂ ପ୍ରଜାବନ୍ତ ଥିଲେ ବୋଲି ସେ ଉଲ୍ଲେଖ କରନ୍ତି। କ'ଣ କରନ୍ତି, ପାଟଳିପୁତ୍ରର ଅଧିବାସୀ ମାନେ ଧନଶାଳୀ, ସମୃଦ୍ଧ ଏବଂ ପ୍ରଜାବନ୍ତ ଥିଲେ ବୋଲି ସେ ଉଲ୍ଲେଖ କରନ୍ତି। ଅର୍ଥାତ୍ ଜନସାଧାରଣଙ୍କର ଜୀବନଯାପନ ଅବସ୍ଥା, ଆଧ୍ୟାତ୍ମିକ ଅବସ୍ଥା ମଧ୍ୟ ସେ ସ୍ୱଳ୍ପ କିଛି ପ୍ରଦାନ କରିଛନ୍ତି। ଓକେ, ପାଟଳିପୁତ୍ର ସହରରେ ସେ ରହି ପାଟଳିପୁତ୍ର ଅଧିବାସୀ ମାନଙ୍କ ଉପରେ ସେ ଏକ ଚିତ୍ତାକର୍ଷକ ବିବରଣୀ ଦେଇଛନ୍ତି। ଆମେ ଏହା ମନେ କରିପାରିବା ନାହିଁ। ସେ କହନ୍ତି ଯେ ସେହି ଅଧିବାସୀ ମାନେ କ'ଣ ଥିଲେ, ସେମାନେ ଧନଶାଳୀ, ସମୃଦ୍ଧଶାଳୀ ଏବଂ ପ୍ରଜାବନ୍ତ ଥିଲେ ବୋଲି ସେ ଉଲ୍ଲେଖ କରନ୍ତି। ଆଉ ମତେ ସେ ତା ସଙ୍ଗେ ସଙ୍ଗେ ସେ ଜନସାଧାରଣଙ୍କ ସାମାଜିକ ଅବସ୍ଥା ଏବଂ ଆଧ୍ୟାତ୍ମିକ ଅବସ୍ଥା ସମ୍ପର୍କରେ ଅଳ୍ପ ସୂଚନା ଦିଅନ୍ତି। ଓକେ, ଏହା ସହିତ ଯେ ସେ କ'ଣ କରନ୍ତି, ରାଜାଙ୍କର ବିଚାର ପଦ୍ଧତି, ରାଜସ୍ୱ, ଶାସନ ଇତ୍ୟାଦି ସମୟରେ ବିଷୟରେ ମଧ୍ୟ ସେ କିଛି ଅଳ୍ପ ସୂଚନା ଦିଅନ୍ତି। ଓକେ, ଏସବୁ ଲେଖିକି କାଶୀ, କନୌଜ, ତକ୍ଷଶିଳା ଇତ୍ୟାଦି ସେ ସବୁ ପରିଦର୍ଶନ କରିଥିଲେ ଏବଂ 414ରେ ସେ କ'ଣ କରିଥିଲେ, ସେ ନିଜ ଦେଶରେ ବା ଚୀନରେ ସେ ପହଞ୍ଚିଥିଲେ। ଓକେ, ଦ୍ୱିତୀୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଆସିଥିଲେ, ଆମମାନେ ଏହା ମନେ ରଖିବାକୁ ପଡିବ। ଓକେ, ତେବେ ଆମମାନେ ଦେଖିବା ଚୀନର ଜୈନିକ ଆମମାନେ ବର୍ତ୍ତମାନ ଏହା ପରେ ଆମେ ଦେଖିବା ହୁଏନ୍ସାଂଙ୍କ ବିଷୟରେ। ହୁଏନ୍ସାଂ ଯାହାକୁ କି ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଗୋଟେ ରାଜକୁମାର ବୋଲି କୁହାଯାଏ, ବୁଝିଲେ ନା। ସେ ଆସିଥିଲେ କ'ଣ, ହର୍ଷବର୍ଦ୍ଧନଙ୍କ ସମୟରେ ହୁଏନ୍ସାଂ ଭାରତକୁ ଆସିଥିଲେ। ଆଉ ଆମର ଫାହିୟାନ କେବେ ଆସିଥିଲେ, ଫାହିୟାନ ଆସିଥିଲେ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ। ଓକେ, ହେଲେ ହୁଏନ୍ସାଂଙ୍କୁ ଗୋଟେ ଚୀନର ଜୈନିକ ବୌଦ୍ଧ ତୀର୍ଥଯାତ୍ରୀ ହର୍ଷବର୍ଦ୍ଧନଙ୍କ ସମୟରେ ସେ ଆସିଥିଲେ। ତାହାକୁ କ'ଣ କୁହାଯାଏ, ଯେ ତୀର୍ଥଯାତ୍ରୀ ମାନଙ୍କ ମଧ୍ୟରେ ରାଜକୁମାର କହିବା ସଙ୍ଗେ ସଙ୍ଗେ ଆମେ ଜାଣୁ ତାକୁ ଆଇନର ଆଚାର୍ଯ୍ୟ ମଧ୍ୟ କୁହାଯାଏ। ହର୍ଷବର୍ଦ୍ଧନଙ୍କ ସମୟରେ ଆସିଥିଲେ। ହୁଏନ୍ସାଂ କାହା ସମୟରେ ଆସିଥିଲେ, ହର୍ଷବର୍ଦ୍ଧନଙ୍କ ସମୟରେ ଭାରତ ଆସିଥିଲେ। ତୀର୍ଥଯାତ୍ରୀ ମାନଙ୍କ ମଧ୍ୟରେ ତାକୁ କ'ଣ କୁହାଯାଏ, ରାଜକୁମାର ବୋଲି କୁହାଯାଏ। ରାଜକୁମାର କୁହାଯାଏ ଏବଂ ତାଙ୍କୁ ପୁଣି କ'ଣ କୁହାଯାଏ, ଆଇନର ଆଚାର୍ଯ୍ୟ ମଧ୍ୟ କୁହାଯାଏ। ଆଇନର ଆଚାର୍ଯ୍ୟ ମଧ୍ୟ କୁହାଯାଏ। ଓକେ, ହର୍ଷବର୍ଦ୍ଧନଙ୍କ ସମୟରେ ଆସିଥିଲେ ତୀର୍ଥଯାତ୍ରୀ ମାନଙ୍କ ମଧ୍ୟରେ ରାଜକୁମାର ବା ଆଇନର ଆଚାର୍ଯ୍ୟ ମଧ୍ୟ କୁହାଯାଏ। ସେ 629 ଖ୍ରୀଷ୍ଟାବ୍ଦରେ ବାହାରି 630ରେ ସେ କ'ଣ କରିଥିଲେ, ଭାରତରେ ପଦାର୍ପଣ କରିଥିଲେ। 629 ଖ୍ରୀଷ୍ଟାବ୍ଦରେ ବାହାରି 630ରେ ସେ ଭାରତରେ କ'ଣ କରିଥିଲେ, ପଦାର୍ପଣ କରିଥିଲେ। ଓକେ, ସେ ଆସିବା ସମୟରେ କଟାନ, ପାମିର, ସମରକନ୍ଦ ଦେଇ ଗାନ୍ଧାର ଠାରେ ସେ କ'ଣ କରିଥିଲେ, ପହଞ୍ଚିଥିଲେ। କୋଉଠି ଆସିଥିଲେ ସେ? ସେଇ ସମୟରେ ସେ ଥିଲେ ଜଣେ 29 ବର୍ଷର ଉଦ୍ଧାନ ଯୁବକ ବୋଲି କୁହାଯାଏ। କଟାନ, ପାମିର, ସମରକନ୍ଦ ଦେଇ ସେ ଭାରତକୁ ଆସି କ'ଣ କୋଟାନ, ପାମିର
समरकंद देई भारत को आसी से गांधार ठारे पहुंची देई आसी गांधार ठारे पहुंची पहुंची सेठारो से गांधार ठारे पहुंची सेठारो से काश्मीर पंजाब और पूर्व भारत यात्रा करिथिले सेठारो कोर गेथिले सेठारो गांधार ठारो सेठारो काश्मीर पंजाब और पूर्व भारत देई से कोन करथिले यात्रा करिथिले आ तांकर मध्य मुख्य लक्ष्य थिला कोन थिला बौद्ध दर्शन अध्ययन तांकर मुख्य लक्ष्य कोन थिला लक्ष्य कोन तांकर बौद्ध दर्शन अध्ययन ओके तांकर लक्ष्य थिला कोन बौद्ध दर्शन अध्ययन से पाटलिपुत्र रो नालंदा विश्वविद्यालय 5 वर्ष कोन करथिले बौद्ध दर्शन कोन करथिले अध्ययन करथिले एहा सहित 5 वर्ष नालंदा रो विश्वविद्यालय रही से कोन करथिले बौद्ध दर्शन अध्ययन करिबा संगे संगे भेषज विज्ञान सांख्य योग इत्यादि अध्ययन करथिले बौद्ध दर्शन सहित कोन अध्ययन करथिले भेषज विज्ञान सांख्य योग इत्यादि सब अध्ययन करथिले आ से समय से कोन करथि जे नालंदा रे अवस्थान करिबा समय से हर्षवर्धन को पांडित्य और तांकर अन्यान्य साधारण व्यक्तित्व विषय से जानिथिले नालंदा रे अवस्थान करिबा समय हर्षवर्धन को पांडित्य एवं तांकर कोन असाधारण व्यक्तित्व विषय से जानिया को पाइथिले एवं परवर्ती समय से कोन करिसन से बंधुत्व सूत्र रे हर्षवर्धन को सहित से कोन हेछंती माने आबद्ध हेछंती ओके ओके आउथर टिके रिपीट करूची जे ओके तेबे नालंदा रही से कोन करथिले हर्षवर्धन को पांडित्य एवं अन्यान्य साधारण व्यक्तित्व विषय जानि पाइथिले एवं हर्षवर्धन को सहित से कोन करथिले जे बंधुत्व सूत्र रे आबद्ध होइथिले ओके विशेष कर हर्षवर्धन को समय से आसिथिले ताहा माने मन रखिया पड़े आ से कोन करथिले जे दीर्घ 8 वर्ष से बिताई थिले भारत रे रही से कोन करथे 644 रे कोन करथिले निज देश को फेरी जाइथिले 644 रे से निज देश को कोन कर जाइथिले फेरी जाइथिले ओके आ से फेरीबा समय निज देश को जीवा समय बुद्धंक 150 टी देहावशेष और स्वर्ण रूपा चंदन काठ निर्मित बौद्ध मूर्ति से निज सहित नहीं कि जाइथिले कोन कोन नहीं जाइथिले बुद्धंक 150 टी देहावशेष बुद्धंक ऊपर लिखै देबा एटा 150 टी बुद्धंक देहावशेष बुद्धंक फेरीबा समय यहाँ से नहीं कि जाइथिले 150 टी बुद्धंक देहावशेष स्वर्ण चंदन काठरे निर्मित बुद्ध मूर्ति इत्यादि से कौन करथिले से नहीं कि जाइथिले मध्य ता सहित मध्य हम मन रखिया पड़ो बौद्ध साहित्य 157 टी पांडुलिपि मध्य से नहीं कि जाइथिले बौद्ध साहित्य मध्य से कौन नहीं कि जाइथिले मध्य बौद्ध साहित्य मध्य बौद्ध साहित्य 157 टी पांडुलिपि मध्य निज सहित नहीं कि जाइथिले ओके आ शेष से कौन कर 644 ख्रीष्टाब्द मृत्युवरण कर 644 ख्रीष्टाब्द कौन होती मृत्युवरण कर ओके
ଆଉ ସେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସିଉକି ନାମକ ଏକ ଗ୍ରନ୍ଥ ଲେଖିଥିଲେ। କ'ଣ ଲେଖିଥିଲେ? ସିଉକି ନାମକ ଏକ ଗ୍ରନ୍ଥ ଲେଖିଥିଲେ। ଆଉ ଯୋଉଠିକି ସେ ହର୍ଷଙ୍କର କ୍ଷମତା, ଶକ୍ତି, ଶାସନ ପ୍ରଣାଳୀ, ଧର୍ମନୀତି, ରାଜତ୍ୱ ଇତ୍ୟାଦି ଉପରେ ସେ ଆଲୋକପାତ କରିଛନ୍ତି ବା ଉଲ୍ଲେଖ କରିଛନ୍ତି। ଅର୍ଥାତ୍ ଆମେ ଜାଣୁ ଯେ ହୁଏନ୍ସାଂଙ୍କ ସମୟ, ବିଶେଷ କରି ହର୍ଷବର୍ଦ୍ଧନଙ୍କ ରାଜତ୍ୱ ବିଷୟରେ ଜଣା ପଡ଼େ। ହୁଏନ୍ସାଂଙ୍କ ବିବରଣୀରୁ ହର୍ଷବର୍ଦ୍ଧନଙ୍କ ରାଜତ୍ୱ ବିଷୟରେ ଜଣାପଡ଼େ ଯେ ପୁଣି ତା ସହିତ କ'ଣ କରେ, ଭାରତୀୟ ମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିବରଣୀ ମଧ୍ୟ ଇ ସିଂ ନାମକ ଜଣେ ମଧ୍ୟ ପ୍ରଦାନ କରିଛନ୍ତି। ଇ ସିଂ ମଧ୍ୟ କ'ଣ କରିଛନ୍ତି? ଇ ସିଂ ଭାରତୀୟ ମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନ ବିଷୟରେ ମଧ୍ୟ ବିବରଣୀ ପ୍ରଦାନ କରିଛନ୍ତି। ଲେଖିଦିଅ। ଆମେ ଦେଖିଲୁ ଯେ ବର୍ତ୍ତମାନ ଆମମାନେ 3 ଜଣ ଆମମାନଙ୍କର ପରିବ୍ରାଜକଙ୍କ ବିଷୟରେ ଆମେ ଦେଖିଲୁ। ଏହା ସହିତ ଆମମାନଙ୍କର ଆସିଛି ଅନ୍ୟାନ୍ୟ ପରିବ୍ରାଜକ ମାନେ, ଆଫ୍ରିକୀୟ ପରିବ୍ରାଜକ ଇବନ ବତୁତା, ଚୀନ ପରିବ୍ରାଜକ ମହୁଆନ, ଆଫ୍ରିକୀୟ ପରିବ୍ରାଜକ ଇବାନ ବତୁତା, ଚୀନର ମହୁଆନ ଏବଂ ପର୍ତ୍ତୁଗୀଜର ଦୁହାର୍ତୋ ବରବୋସ। ଆଫ୍ରିକୀୟ ପରିବ୍ରାଜକ ଆଫ୍ରିକୀୟ ପରିବ୍ରାଜକ ଇବନ ବତୁତା, ଚୀନର ପରିବ୍ରାଜକ ମହୁଆନ, ଚୀନର ପରିବ୍ରାଜକ ମହୁଆନ ଏବଂ ପର୍ତ୍ତୁଗୀଜର ପରିବ୍ରାଜକ ଦୁହାର୍ତୋ ବରବୋସ। ଏମାନେ ସୁଲତାନି ଯୁଗର ଇତିହାସ ବିଷୟ ପ୍ରଦାନ କରନ୍ତି। ଏମାନଙ୍କ ବିବରଣୀରୁ କ'ଣ କରେ? ଦୁହାର୍ତୋ ବରବୋସ ପର୍ତ୍ତୁଗୀଜର ପରିବ୍ରାଜକ, ଚୀନର ପରିବ୍ରାଜକ ମହୁଆନ ଏବଂ ଆଫ୍ରିକୀୟ ପରିବ୍ରାଜକ ଇବନ ବତୁତା ଏମାନେ ସୁଲତାନି ଯୁଗର ଇତିହାସ ପ୍ରଦାନ କରିଥାନ୍ତି। ସେହିପରି ପର୍ଯ୍ୟଟକ ମାନେ ମଧ୍ୟ ଆସିଥିଲେ। ଏମାନେ ହେଉଛନ୍ତି କିଏ? ଏମାନେ ହେଉଛନ୍ତି ସବୁ ପରିବ୍ରାଜକ ମାନେ। ଆଫ୍ରିକୀୟ ପରିବ୍ରାଜକ ଇବନ ବତୁତା, ଚୀନର ପରିବ୍ରାଜକ ମହୁଆନ, ପର୍ତ୍ତୁଗୀଜର ପରିବ୍ରାଜକ ଦୁହାର୍ତୋ ବରବୋସ। ସେହିପରି ଆମର ମୋଗଲ ଯୁଗର ଇତିହାସ ଆଲେକଜାଣ୍ଡର ହାମିଲଟନ, ୱାଲ୍ଟର ହାମିଲଟନ, ଟମାସ ମୋଟେ, ଟି ମୋଟେ, ଯୋଉଟାକି ମାନେ କହିବା ଟମାସ ବାଉରୀ, ଟି ମୋଟେ, ଆଲେକଜାଣ୍ଡର ହାମିଲଟନ, ୱାଲ୍ଟର ହାମିଲଟନ, ମୋଗଲ ଇତିହାସ, ମୋଗଲ ଯୁଗର ଇତିହାସ ବା ଇତିହାସ କିଏ ପ୍ରଦାନ କରନ୍ତି? ଆଲେକଜାଣ୍ଡର ହାମିଲଟନ, ଆଲେକଜାଣ୍ଡର ହାମିଲଟନ, ୱାଲ୍ଟର ହାମିଲଟନ, ଟି ମୋଟେ, ଟମାସ ଟମାସ ବାଉରୀ, ଫ୍ରାନ୍ସିସ ବାର୍ନିୟର, ଜି.ଏଫ. ଲେକି, ଫ୍ରାନ୍ସିସ ବାରିୟର,
ଲେକି ଏସବୁ ଏମାନେ ହେଉଛନ୍ତି କ'ଣ, ଏ ସମସ୍ତେ ହେଉଛନ୍ତି ମାନେ ଏମାନେ ମୋଗଲ ଯୁଗର ଇତିହାସ ସମ୍ପର୍କରେ ସୂଚନା ଦିଅନ୍ତି। ଏତିକି ହେଲେ ଆମମାନଙ୍କୁ ମନେ ରଖିବାକୁ ପଡ଼ିବ। ଆମମାନେ ଡିସ୍କସନ୍ କଲୁ। ବର୍ତ୍ତମାନ ଆମେ ଦେଖିବା ଯେ ଅଭିଲେଖ କ'ଣ, ଅଭିଲେଖ ଶେଷ ଆମମାନଙ୍କର ଇଏ ଅଭିଲେଖ ବା ଅନୁଶାସନ, ସରି ଅଭିଲେଖ ନାହିଁ, ଅଭିଲେଖାଗାରିୟ, ସରି ଅଭିଲେଖାଗାରିୟ। ଅଭିଲେଖାଗାରିୟ ଉପାଦାନ ଏକ ଲିଖିତ ଉପାଦାନ ଯେ ଏହା 3 ଶ୍ରେଣୀର ଉପାଦାନ ଅଟେ। ଅଭିଲେଖାଗାରିୟ ଉପାଦାନ କେତେ? 3 ଶ୍ରେଣୀର ଅଟେ। ଅଭିଲେଖାଗାରିୟ ଉପାଦାନ ହେଉଛି କେତେ ପ୍ରକାର? 3 ଶ୍ରେଣୀର ଅଟେ। ଗୋଟିଏ ହେଲା ପ୍ରଥମ ଶ୍ରେଣୀ। ପ୍ରଥମ ଶ୍ରେଣୀରେ ସରକାରୀ ଦଲିଲ, କ୍ରମିକ ଇତିବୃତ୍ତି, ସନନ୍ଦ, ପଞ୍ଜି। ଏକ ଲିଖିତ ଉପାଦାନ ଅଭିଲେଖାଗାରିୟ। କାହିଁକି ଆମେ ପଢିଛୁ ଯେ ଭାରତ ଇତିହାସର ଉପାଦାନକୁ 3 ଭାଗରେ ବିଭକ୍ତ କରାଯାଏ, ପ୍ରତ୍ନତାତ୍ତ୍ୱିକ, ସାହିତ୍ୟିକ ଏବଂ ଅଭିଲେଖାଗାରିୟ। ଏଇଟା ହେଉଛି ଶେଷ ଇଏ। ପ୍ରଥମ ଶ୍ରେଣୀରେ ଆସେ କ'ଣ? ସରକାର ଦଲିଲ, ସନନ୍ଦ, ପଞ୍ଜି, ଇତିବୃତ୍ତି ଇତ୍ୟାଦି ଆସିଥାଏ। ଓକେ, ପ୍ରଥମ ଶ୍ରେଣୀରେ କ'ଣ ଆସେ? ଲିଖିତ ଉପାଦାନ। ଏସବୁ ଏହାକୁ 3 ଭାଗରେ ବିଭକ୍ତ କରାଯାଇଅଛି। ପ୍ରଥମ ଶ୍ରେଣୀ ଉପାଦାନ ଲିଖିତ ଉପାଦାନ। ଏସବୁ ହେଉଛି କ'ଣ? ଲିଖିତ ଉପାଦାନ, ଯାହାକି ଆମମାନଙ୍କର ଅଭିଲେଖ ଗୁଡ଼ିକରେ ବା ଲାଇବ୍ରେରୀ ଗୁଡ଼ାକରେ ରହିଥାଏ। ସେଗୁଡ଼ିକ କ'ଣ? ଏଗୁଡ଼ିକ ଲିଖିତ ଉପାଦାନ ପ୍ରଥମ ଶ୍ରେଣୀରେ ହେଉଛି ସରକାରୀ ଦଲିଲ, ସରକାରୀ ଦଲିଲ, ସନନ୍ଦ, ପଞ୍ଜି, ଇତିବୃତ୍ତି, ଓକେ, ଇତ୍ୟାଦି। ଓକେ, ଇତିବୃତ୍ତି ଇତ୍ୟାଦି। ଦ୍ୱିତୀୟ ଶ୍ରେଣୀରେ ହେଉଛି ବେସରକାରୀ କାଗଜପତ୍ର, ଚିଠିପତ୍ର, ଦିନପଞ୍ଜି, ଜୀବନ ବୃତ୍ତାନ୍ତ, ବେସରକାରୀ। ଦ୍ୱିତୀୟ ଶ୍ରେଣୀରେ ହେଉଛି ଶ୍ରେଣୀର ହେଉଛି ବେସରକାରୀ କାଗଜପତ୍ର, ବେସରକାରୀ କାଗଜପତ୍ର, ବେସରକାରୀ କାଗଜପତ୍ର, ଚିଠିପତ୍ର, ଦିନପଞ୍ଜି, ଜୀବନ ବୃତ୍ତାନ୍ତ, ଚିଠିପତ୍ର, ପଞ୍ଜି, ଦିନପଞ୍ଜି, ଜୀବନ ବୃତ୍ତାନ୍ତ ଇତ୍ୟାଦି। ଏବଂ ବେଳେବେଳେ ବ୍ୟକ୍ତିଗତ ମାନେ କ'ଣ ତଥ୍ୟ, ବଂଶାବଳୀ ଇତ୍ୟାଦି ତଥ୍ୟ ବା ଦଲିଲ ଇତ୍ୟାଦି ସବୁ ଦ୍ୱିତୀୟ ଶ୍ରେଣୀରେ ଆସିଥାଏ। ଦ୍ୱିତୀୟ ଶ୍ରେଣୀରେ କ'ଣ ଆସେ? ବେସରକାରୀ କାଗଜପତ୍ର, ଚିଠିପତ୍ର, ଦିନପଞ୍ଜି, ଜୀବନ ବୃତ୍ତାନ୍ତ, ଯେ ବଂଶାବଳୀର ଦଲିଲ ବା ତଥ୍ୟ, ଏକ ବ୍ୟକ୍ତିଗତ ତଥ୍ୟ ଇତ୍ୟାଦି ଆସିଥାଏ। ବ୍ୟକ୍ତିଗତ ତଥ୍ୟ, ବଂଶାବଳୀ ତଥ୍ୟ ବା ଦଲିଲ ତଥ୍ୟ ବା ଦଲିଲ ଇତ୍ୟାଦି ଆସିଥାଏ। ଓକେ, ବର୍ତ୍ତମାନ ଆମେ ତୃତୀୟ ଶ୍ରେଣୀର ଦେଖିବା। ପ୍ରଥମ ଦ୍ୱିତୀୟ ଶ୍ରେଣୀ। ତୃତୀୟ ଶ୍ରେଣୀ ତୃତୀୟ ଶ୍ରେଣୀର ଲିଖିତ ଉପାଦାନ ଭିତରୁ ସରକାରୀ କାଗଜପତ୍ର, ସରକାରୀ ଦଲିଲ, ସଂସଦ ଓ ରାଜ୍ୟ ବିଧାନସଭା ପରି ସବୁ ସଂସ୍ଥା ମାନଙ୍କର, ଅନୁଷ୍ଠାନ ମାନଙ୍କର ତର୍କ ବିତର୍କ। ଓକେ, ତୃତୀୟ ଶ୍ରେଣୀର ସରକାରୀ କାଗଜପତ୍ର, ସରକାରୀ ଦଲିଲ, ସଂସଦ ଓ ବିଧାନ ସଭା ପରି
तर्क वितर्क तर्क वितर्क संस्था गुड़िक संस्था गुड़िक इत्यादि सब आम मैंने कौन करवा से गुड़िक उपादान आम मैंने जाना पाई था विभिन्न अनुष्ठान मानकर तर्क वितर्क बा विभिन्न अनुष्ठान मानक तर्क वितर्क इत्यादि सब आम सब संस्था मानकर आम कौन कर माने ऐतिहासिक तथ्य माने जो आम अभिलेखागार गुड़िक रही था तेणु ये सब व्यावसायिक व्यापार नेण देण इत्यादि कागजपत्र संवादपत्र साहित्य व्यावसायिक व्यापार नेण देण कागजपत्र संवादपत्र व्यावसायिक व्यापार नेण देण संबंधी नेण देण संबंधी नेण देण संबंधी इत्यादि यह सहित केतेक मौखिक तथ्य यथा मौखिक साक्ष्य उपकथा किंबदंती साक्षात्कार गल्प गल्प वृत्तांत लोककथा एगुड़िक कौन हुए जे ताहा लिखित अवस्था लिखित आकार में कौन होता है अभिलेखागार गुड़ाक रही है आम जातीय अभिलेखागार जो दिल्ली अच्छी प्रादेशिक स्तर में भुवनेश्वर जातीय माने अभिलेखागार अच्छी स्टेट लाइब्रेरी जहाँ को आम कही था ओके आउ थे कहूँ अल्प टिके तृतीय प्रकार लिखित उपादान होची सरकारी कागजपत्र सरकारी दलिल संसद बा राज्य विधानसभा परि संस्था बा विभिन्न अनुष्ठान मानकर तर्क वितर्क पुणी कौन व्यावसायिक व्यापार नेण देण कागजपत्र सब मौखिक तथ्य मौखिक साक्षी मौखिक तथ्य मौखिक साक्ष्य साक्ष्य इत्यादि एगुड़िक केतक माने गीत गल्प प्रबाद वृत्तांत लोककथा गीत गल्प प्रबाद लोककथा इत्यादि मानक अभिलेखागार गुड़िक लिखित उपादान भाव में रही था ओके थैंक यू वेरी मच भल देखिए आज आम मैंने वास्तव में आज आम मैंने भारत इतिहास उपादान मान सरइलु आउ तृतीय नंबर पाठ लेसन नंबर 2 आम पढ़ीचु और लेसन नंबर 1 आम देखीचु यहाँ पढ़े पढ़ी उपकृत जमी हे चेष्टा करेंगे निहाती शेयर करेंगे सब्सक्राइब करने को भूलिए नहीं थैंक यू वेरी मच।